ଚାଷୀ ସଦାବେଳେ ନୂତନ ଚିନ୍ତାଧାରା ନେଇ କାମ କରେ। ଆଉ କେତେବେଳେ ଚାଷୀ ସଫଳ ହୁଏ, ଆଉ କେତେବେଳେ ଚାଷୀ ବିଫଳ ହୁଏ। ଇଏ ହେଉଛି ଆଠଗଡ଼ ବ୍ଲକର ସଠିଲ ଗ୍ରାମର ରବି ଭଞ୍ଜ, ଯିଏକି ନିଜ ବିଲରେ ଫଳେଇ ପାରିଛନ୍ତି ବାଇଗିଣୀ କଲରର ବନ୍ଧାକୋବି, ଯାହା ପ୍ରଥମ ଥର ପାଇଁ ଏ ବନ୍ଧାକୋବିକୁ ଦେଖିବାକୁ ମିଳୁଛି ଆଠଗଡ଼ରେ। ଦେଖନ୍ତୁ ଏ ବନ୍ଧାକୋବିର କଲର, ଏ କଲର ହେଉଛି ସମ୍ପୂର୍ଣ୍ଣ ବାଇଗିଣୀ। ଏଠି ଚାଷୀ ତାର ବିଲରେ ଏ ପ୍ରକାର ପ୍ରଥମ ଥର ପାଇଁ ବାଇଗିଣୀ କଲରର କୋବି ଫଳାଇଥିବାରୁ ଚାଷୀ ମନରେ ଅତ୍ୟନ୍ତ ଉତ୍ସାହ ରହିଛି, ଆନନ୍ଦ ରହିଛି। ତେଣୁ ନିଶ୍ଚିତ ଭାବରେ କୁହାଯାଇପାରିବ ଚାଷୀର ସଫଳତା ପ୍ରକୃତରେ କେମିତି ପାଇଲେ ଏ ନାଲି ବା ଏ ଯେଉଁ ବନ୍ଧାକୋବି ରହିଛି ବାଇଗିଣୀ କଲରର ବନ୍ଧାକୋବି, ବାଇଗିଣୀ କଲରର ବନ୍ଧାକୋବି ମୁଁ ଆପଣଙ୍କୁ ଆଉ ଥରେ ଦେଖାଉଛି। ଆଉ ଥରେ ଆପଣ ଦେଖନ୍ତୁ, ହାତ ତଳକୁ ଟିକେ କରିକି ଦେଖନ୍ତୁ ଆପଣଙ୍କର ଯେଉଁ ବନ୍ଧାକୋବିର କଲର ଦେଖନ୍ତୁ କେମିତି ଅଛି। ବନ୍ଧାକୋବି ମୁଁ ଆପଣଙ୍କୁ ଦେଖାଉଛି, ପୁରା ବାଇଗିଣୀ କଲରର ବନ୍ଧାକୋବି। ଏ ବନ୍ଧାକୋବି ଦେଖିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ ହେବା ପଡ଼େ। ସଦାବେଳେ ଆପଣମାନେ ଦେଖିଥିଲେ ବନ୍ଧାକୋବି ପ୍ରାୟ ଗ୍ରୀନ୍ କଲରର, କିନ୍ତୁ ପ୍ରଥମ ଥର ପାଇଁ ଆଠଗଡ଼ରେ ଫଳିଛି ବାଇଗିଣୀ କଲରର ବନ୍ଧାକୋବି। କେମିତି ଚାଷ କଲେ? କେମିତି ଚାଷ କଲେ? ଆମେ ତାକୁ ପ୍ରଥମେ ମାଟିରେ ସାର ଖତ ଦେଇକି ଚାଷ କଲୁ। ଏଇ ମଞ୍ଜିଟିକି ବ୍ଲକ ମଧ୍ୟରୁ ମଗେଇକି ଆମେ ଏଇ ଚାଷଟିକି ନିଜ ମାଟିରେ ଆମ ନିଜ ଜାଗା ଉପରେ କରିକି ଉପକୃତ ଏଥିରେ ହେଉଛି। ଏବେ ଆମ ନିକଟରେ ଅଛନ୍ତି ରବି ଭଞ୍ଜଙ୍କ ପୁଅ ମନୋରଞ୍ଜନ ଭଞ୍ଜ, ଯିଏକି ପାଠ ପଢ଼ୁଛନ୍ତି। ଆଉ ବିଶେଷ କରି ଯଦି ଦେଖିବା ଅନଲାଇନ୍ର ଯେଉଁ ମଞ୍ଜି ବିଜନେସ୍ ହେଉଛି, ପ୍ରଥମେ ସେ ତାଙ୍କର ବିଲରେ ବନ୍ଧାକୋବି ଗୋଟେ ନୂତନ ଧରଣର ବାଇଗିଣୀ କଲରର ବନ୍ଧାକୋବିର ମଞ୍ଜି ଅନଲାଇନ୍ରେ ସେ ପରଚେସ୍ କରିଥିଲେ। ଆସନ୍ତୁ ଆମେ ତାଙ୍କ ନିକଟକୁ ଯିବା, ଯେ ପ୍ରଥମେ এই ମଞ୍ଜିଟିକୁ ସେ ଆଣିଲା ପରେ ଏ ମଞ୍ଜି କେମିତି ଫଳ ହେଲା, କେମିତି ତାକୁ ମଗେଇଲେ କ'ଣ କହିବେ? ଅନଲାଇନରେ ତ ସବୁ ମାନେ ସକ୍ସେସ୍ ହେବ ନ ହେବ ଜାଣିନି। ଫାର୍ଷ୍ଟ ଟାଇମ୍ ମଗେଇଲି, ସକ୍ସେସ୍ ହେଇଛି। ଆଉ ସକଟା କମ୍ପାନୀର ରେଡ୍ କଭରେଜ ମଗେଇଥିଲି ଅନଲାଇନ୍। ତଥାପି କେମିତି ଫଳ ଆସୁଛି? ଭଲ ଅଛି, କିଛି ଅସୁବିଧା ନାହିଁ। ସାଇଜ୍ ବି ଭଲ ଅଛି। ରବି ଭଞ୍ଜଙ୍କ ପୁଅ ଯେତେବେଳେ କହୁଛନ୍ତି ଯେ ଅନଲାଇନ୍ରେ ସେ ମଗାଇଥିବା ଏଇ ବନ୍ଧାକୋବିର ମଞ୍ଜିକୁ ପ୍ରାୟ 400 ଟଙ୍କା ଦେଇକି ଅନଲାଇନ୍ରେ ମଗେଇଥିଲେ। ସେ ଫଳ ପ୍ରକୃତିରେ ହେବ କି ନ ହେବ ସେ ମଧ୍ୟ ସନ୍ଦେହରେ ଥିଲେ। ଆଉ ଯେତେବେଳେ ପ୍ରାୟ 2 ଗୁଣ୍ଠୁ ଜମିରେ ସିଏ ଫଳ ଫଳେଇ ପାରିଛନ୍ତି, ଏ ବାଇଗିଣୀ କଲରର ବନ୍ଧାକୋବି ଫଳେଇ ପାରିଛନ୍ତି। ପ୍ରଥମେ ଆପଣଙ୍କୁ ମୁଁ ଦେଖେଇବି ଯେ ଓଡ଼ିଶା ବଜାରରେ ଆପଣଙ୍କର ପ୍ରଥମେ ଏଇ ଯେଉଁ ରହିଛି ଏ ବନ୍ଧାକୋବି, ଏ ବନ୍ଧାକୋବିକୁ ଆପଣମାନେ ଦେଖିବାକୁ ପାଉଥିଲେ। ଇଏ ହେଉଛି ଶାଗୁଆ କଲରର ବନ୍ଧାକୋବିକୁ ଆପଣମାନେ ଦେଖିବାକୁ ପାଉଥିଲେ। କିନ୍ତୁ ଏବେ ଆଠଗଡ଼ ଭଳି ଗୋଟେ କୃଷି ଉନ୍ନତ ଅଞ୍ଚଳରେ ଯେ ବାଇଗିଣୀ କଲରର ବନ୍ଧାକୋବି ଫଳିବା ନିହାତି କମ୍ରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ହୋଇପାରେ। ଏ ବନ୍ଧାକୋବିରେ ବହୁତ ରହିଛି ଭିଟାମିନ୍, ରହିଛି ଭରପୁର ଭିଟାମିନ୍ ରହିଛି। ଏ ବନ୍ଧାକୋବି ରହିଛି ଆଇରନ୍ ମଧ୍ୟ ରହିଛି ବନ୍ଧାକୋବିରେ। ଏ ବନ୍ଧାକୋବି ପ୍ରାୟ ଆପଣ ଯଦି ଓଡ଼ିଶା ବାହାରକୁ ଯିବେ, ଚେନ୍ନାଇ ଯାଆନ୍ତୁ, ଦିଲ୍ଲୀ ଯାଆନ୍ତୁ, ବମ୍ବେ ଯାଆନ୍ତୁ, ଓଡ଼ିଶା ବାହାରକୁ ଯଦି ଯିବେ, ଏଇ ଯେଉଁ ବନ୍ଧାକୋବି ଆପଣମାନେ ଯେଉଁଠି ଦେଖିବେ, ଏ ବନ୍ଧାକୋବିର ମୂଲ୍ୟ ପ୍ରାୟ 100 ଟଙ୍କାରୁ ଅଧିକା ହେବ। 1 କେଜି, 1.5 କେଜି, 2 କେଜିର ଦାମ 100 ଟଙ୍କାରୁ ଅଧିକ ଏ ବନ୍ଧାକୋବି। କିନ୍ତୁ ଆଠଗଡ଼ରେ ଯେହେତୁ ପ୍ରଥମ କରି ଏ ବାଇଗିଣୀ କଲରର ବନ୍ଧାକୋବି ଫଳିଛି, ଆଠଗଡ଼ ବଜାରରେ ଆମେ ଦେଖିବାକୁ ପାଇଛୁ ମାତ୍ର 10 ଟଙ୍କାରେ ଏ ବନ୍ଧାକୋବି ବିକ୍ରି ହେଉଛି। କିନ୍ତୁ ତାହା ପୁଣି ବହୁତ ଜବରଦସ୍ତ କଲା ପରେ ଚାଷୀଟିଏ ଯିଏ ନିଜେ ନିଜ ବିଲରେ ଯେଉଁ ଚାଷ କରିଛି ବନ୍ଧାକୋବି, ବାଇଗିଣୀ କଲର ବନ୍ଧାକୋବି କରିଛି, ସେ ଯେତେବେଳେ ବଜାରକୁ ନେଇକି ଯାଉଛି, ବଜାରକୁ ନେଇ ଗଲା ପରେ ଲୋକମାନେ ତାକୁ ପ୍ରକୃତରେ ଗ୍ରହଣ କରୁନାହାନ୍ତି। ଆଉ ଯେତେବେଳେ ଜାଣୁଛନ୍ତି ଯେ ବନ୍ଧାକୋବି ବାଇଗିଣୀ କଲର ଆସିଲାଣି, ସେ ପରିପ୍ରେକ୍ଷୀରେ ବହୁତ ମୁଲଚାଲ କଲା ପରେ 10 ଟଙ୍କାରେ ଚାଷୀଟି ସେ ତା'ର ବନ୍ଧାକୋବିକୁ ବିକ୍ରି କରିଦେଉଛି। ଏବେ ଆରମ୍ଭ ହେଲାଣି। ଆଜି ମଧ୍ୟ ଚାଷୀ କହୁଥିଲେ ଯେ ଭୁବନେଶ୍ୱର ଅଞ୍ଚଳରୁ ବେପାରୀମାନେ ଯେତେବେଳେ ଜାଣିବାକୁ ପାଇଲେ ବାଇଗିଣୀ କଲରର ବନ୍ଧାକୋବି ଆଠଗଡ଼ରେ ଫଳୁଛି, ଉଦୟ ଲାବଣ ଚ୍ୟାନେଲ୍ ଦେଖିଲା ପରେ ଜାଣିପାରିଲେ ଯେ ରବି ଭଞ୍ଜ ସଠିଲରେ ବାଇଗିଣୀ କଲର ବନ୍ଧାକୋବି ଫଳଉଛନ୍ତି। ସେ ପରିପ୍ରେକ୍ଷୀରେ ଆଜି ମଧ୍ୟ ସେ ପ୍ରାୟ 5 କୁଇଣ୍ଟାଲରୁ ବନ୍ଧାକୋବି ପ୍ରାୟ ଗୋଟାକ 20 ଟଙ୍କା ଲେଖାରେ ସେ ବିକ୍ରି କରିଛନ୍ତି। ନିହାତି କମ୍ରେ ଏ ଚାଷୀଙ୍କୁ ଗୋଟେ ସ୍ୱାବଲମ୍ବୀ କରିଛି। ଯେ ବାଇଗିଣୀ କଲରର ବନ୍ଧାକୋବି ଚାଷୀଙ୍କୁ ସ୍ୱାବଲମ୍ବୀ କଲାଣି। ଯେ ସରକାରଙ୍କ ପକ୍ଷରୁ ଯଦି ଆସନ୍ତା ବର୍ଷମାନଙ୍କରେ ଶୀତଦିନେ ଯେ ପ୍ରକାର କୋବି ବନ୍ଧାକୋବିକୁ ମଞ୍ଜି ଯୋଗାଇ ଦିଅନ୍ତେ, ତାହେଲେ ଆଠଗଡ଼ ଅଞ୍ଚଳର ଚାଷୀ ବିଶେଷ ଉପକୃତ ହୋଇପାରନ୍ତେ। ବ୍ୟୁରୋ ନ୍ୟୁଜ୍, ଉଦୟ ଲାବଣ୍ୟ।